शशिकांत बाबू बोली डाकिली तमे मते घंटेश्वर बाबू बोली कहून सीधा समुदी हेले हेले आ कोन आउ केइटा दिन परे मो झियो सहित आपण को पुअर बाहागर हबो एठारु समुदी डाकी देले खेती कोन घंटी बजाई वाला कोन कथा कहि पारछ अयो किए सिना क्षीर रे सर पकाए मु देखु तमे पानी रे सर पकई देलानी एमिति सरल कथा कहि टंकाना फाकी दो बोली भाबी छ बोदे क्यों जौतुक टंका काई देखंतु आगे मो पुओ दुई जण बाहर को जाइछन्ती टंका रोजगार करिवा पई मो ठीक टाइम रे आपण पाखरे टंकाटा नै पहुंचे देबी यो घंटी बजाई कोन बाहागर खेल घर कथा क्यों आजिकाली का जुग जहाँ हेलानी लक्ष लक्ष टंका लागिबटी नाचना पांचा बाण लाइट से दिन को फुल टाइट हयो आजिकाली का जो डीजे बाहरलानी मिलिबटी एटी जदी जौतुक टंका आगुआ हाफ न पहुंचीबो ताले फुल घंटी बजाई बाहागर ठोक मु आसुची पाठ पढ़े पुलिस चाकरी करे भाभी मो झियो बाहागर रे सबु जाक टंका खर्च करी हेले सबु आशा मोर आशा रे रही शेषरे सेटा गुटे स्वार्थपर होई गला गौरव सेटा तो शहर को जाइछि चाकरी करिबो बोली की चाकरी करिबो के जानी केते आउ मो सरोज क्या चिंता करछंती कहले हमर रूपारा भागर निश्चय हबो ए नियंतु बापा ए 50,000 टंका नियंतु एते टंका तू कोउठु आनलु अरे कोउठु आनलु बापा कंपनी खेती रे चली छी सैनिक माने गेट रे ताला पकई कंपनी तो टंका देबो कोउठु अरे खाली मुहटा रे तते एते टंका देला के ओ बापा से कथा परे मु कहिबी आपण ए टंकाटा को नै से माने को घरे देई आसंतु बारे पुओ अरे तू चोरी करी कि डकायत करी कि मनीष मारिया टंका आनी थबु नहीं बापा अरे शेषरे मो झियोटा मंगुला साजी बेदी ऊपर बसिला बेले पुलिस तते बांधी देबो अरे बेदी ऊपर बरटा उठी जीवो मो झियोर अवस्था कोन होई अरे जा ए टंका नै तू चली जा अरे तू जोटा ठीक तू सही कथा कहूनु अरे तू जदि चोरी करिनु के मनीष मारिनु ताहारे मो मुंडरे हाथ रखी कह ए टंका तू कोउठु आनिलु बा 50,000 टंका पाई मु मोर गोटाए किडनी बिकी देई
ଜୀବନର ଅମୂଲ୍ୟ ସମ୍ପଦଟାକୁ ତୁ ବିକ୍ରି କରେ। କଣ ଆଉ କରିଥାନ୍ତି ବାପା? ସବୁଠାରୁ ନିରାଶ ହେଇ ଫେରିଲା ପରେ ମୁଁ ବାଧ୍ୟ ହୋଇ ଏଇ ରାସ୍ତାକୁ ଆପଣାଇ ନେଲି। ହେ ଭଗବାନ, ଏସବୁ ଦେଖିବା ଆଗରୁ ମତେ ମାରିଦେଲନି କଣ ହେଇଛି ଭାଇ? ତୁ ମନ ଦୁଃଖ କରୁଛୁ? ନାଇଁ, ସେ କଥା ନୁହେଁ। ଆରେ ଆଉ କୋଉ କଥା କହୁଛୁ? ଆପଣଙ୍କୁ ନ ଜଣେଇ ମୁଁ ବାହା ହେଇଯାଇଛି। ଏ ଶୁଣାଗର, ତମ ଘରର ଏ ରୁଣ୍ଡି ବନ୍ଧ ନେଇପାରି ନାଇଁ, ସେ ପରା ଆମ ଭାଇ। ଯେତେ ଭୁଲ କଲେ ବି ଆପଣ ତାକୁ କ୍ଷମା କରିଦିଅନ୍ତୁ ବାପା। এইটা গোটে জারজ। আরে এইটা তা মার উপপতির সন্তান। তা ছড়া এই নিশিকান্ত মহাপাত্র রক্তরু এমিতি গোটাଏ অমଣିଷ জন্ম নবনি। ସେ ଘରର ଇଜ୍ଜତ ପାଇଁ। ইজ্জত? আরে তুই যত কথা কহুছু, আরে ଯୋଉ ଭାଇ ଭଉଣୀର ବାହାଘର ପାଇଁ ଗୋଟାଏ ଟଙ୍କା ଦବନି ବୋଲି ମନା କରିଦେଲା, ଏ ସମ୍ପତ୍ତିରେ ଭାଗ ବସେଇବ ବୋଲି କହିଲା। ଶୁଣ, আরে তুই পরিবার পাই মরি যাই। ଆପଣ ସେମିତି କହନ୍ତୁନି ବାପା। ଅହଙ୍କାର ଆଞ୍ଜୁଳା ଆଞ୍ଜୁଳା ବିଷ ପିଏ ଏ ସମ୍ପତ୍ତିଟା ଆଜି ଅମଣିଷ ହେଇଯାଇଛି। ଶାଳ ଗ୍ରାମ ଉପରେ ପାଦ ଥାପିଛି। ମୋ ଭୁଲର ପ୍ରାୟଶ୍ଚିତ ପାଇଁ ମତେ ମାର ବାପା, ମନ ଇଚ୍ଛା ମାର। ମୁଁ ଅଲିଭା। କେତେବେଳେ ମାରେ ଚୌକା ତ କେତେବେଳେ ମାରେ ଛକା। ଆଚ୍ଛା ସମ୍ବିତ, ଏଠି ଏଇ ସବୁ ଫାର୍ସ ଚାଲିଛି। ଏଇଥିପାଇଁ ସେତେବେଳେ ମତେ ବାହାରେ ଛିଡ଼ା କରିଦେଇ ଆସିଛି। କହିଲେ କଣ ନା ଅଲିଭା, ତମେ ଏଇଠି ଅପେକ୍ଷା କର, ମୁଁ ଭିତରୁ ଆସୁଛି। କିନ୍ତୁ ସମ୍ବିତ, ତମର ଏଇ ପ୍ରକାର ବ୍ୟବହାର ଆଇ ଡୋଣ୍ଟ ଲାଇକ୍। ଆଚ୍ଛା ସମ୍ବିତ, ଏ ବୋଧେ ତମ ବାପା? ନମସ୍କାର। ନମସ୍କାର ଫାଦର ଇନ୍ ଲ। କଥାବାର୍ତ୍ତା କର। ମୁଁ ଅଲିଭା। କେତେବେଳେ ମାରେ ଚୌକା ତ କେତେବେଳେ ମାରେ ଛକା। ମିଷ୍ଟର, ସଂଯୋଗ ନହେଲେ କଣଟା କରିବ ଶୁଣେ? ତମେ ଏଠି ଛିଡ଼ା ହେଇଛ, ସେ ଆମ ବାପାଙ୍କ ନାଁରେ ଏମିତି ସବୁ କଣ କହି ଯାଉଛନ୍ତି? ଆରେ ତମେ ଟିକେ ଚୁପ୍ ରୁହ। କାହିଁକି ଚୁପ୍ କରିବି? କଣ ପାଇଁ ଚୁପ୍ କରିବି? କଣ କହିଦେଲେ ବାପାଙ୍କୁ ବାଧି ଯାଉଛି? ଶୁଣ ପତ୍ର, ଭଲ ଭାବରେ ଏମାନଙ୍କୁ ବୁଝେଇ ଦିଅ। ମୁଁ କଣ ଆଚେ ବାଚେ ଘରୁ ଆସିଲି ଯେ ଏମାନଙ୍କ ଚୁଟକି ଦେଖି ମୁଁ ଡରିଯିବି। ଓ ଆଇ ସି। ତମେ ଏମାନଙ୍କ ବିନା ପରମିଶନରେ ମତେ ମ୍ୟାରେଜ କରୁଛ ତ? ଯୋଉଥିପାଇଁ କି ତମ ବାପା ତମକୁ ପନିଶମେଣ୍ଟ ଦଉଛନ୍ତି। ମାନେ ମୋ
শ্বশুর নিশিকান্ত মহাপাত্র। ଘରୁ ଆସିଥିବା ପାଠୋଇ ଅଭିଜାତ୍ୟ ଘର ଝିଅ ତା ଶ୍ୱଶୁରର ନାଁ ଧରି ସମ୍ବୋଧନ କରୁଛି। ବାଃ 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 ରେ ବଡଲୋକ ଘର ଝିଅ, ତୋ ବଡଲୋକ ପଡ଼ିଆକୁ ସତ ଦେଖ। ତା ସହିତ ବାପା ନିଶ୍ଚୟ ଗୋଟେ ଛୋଟ ଲୋକ। ଏସବୁ କଣ ହଉଛି? ବାପା ନା ଧରି ଡାକିଦେଲେ ମହାଭାରତଟା ଅଶୁଦ୍ଧ ହେଇଯାଉଛି। ମହାଭାରତ ଅଶୁଦ୍ଧ ହେଇନି ବହୁମା। ଏ ବାପ ପଡ଼ିଆଟାକୁ ସତ ଧନ୍ୟବାଦ ଦଉଛି। ପୁଅକୁ ମୋର ରକ୍ତ ନିଗାଡ଼ି ମଣିଷ କରିଦେ। ଚାକିରିଆ ପୁଅ ଭାବିଥିଲି, ପୁଅଟା ମୋର ବାହା ହେଲେ ଏ ଗାଁ ଦାଣ୍ଡ ଦୁଲୁକିବ। ବାଜା ବାଣ ଲାଇଟି ରୋଷଣୀରେ ଏ ଗାଁ ଦାଣ୍ଡଟା ଚମକିବ। ବୋହୂ ମୋର ଶ୍ୱଶୁର କହି ସଞ୍ଜ ସକାଳେ ମୋର ସେବା କରିବ। ହେଲେ ମୋ ବୋହୂ ଶ୍ୱଶୁର ନାଁ ଧରି ଡାକୁଛି। ଶ୍ୱଶୁର ନାଁ ଧରି ଚୁପ୍ କର। ମୁଁ ଜାଣି ସାରିଲିଣି ଏଠି କି ପ୍ରକାର ସୁଖ ଶାନ୍ତି ମତେ ମିଳିବ। ଭା ତମେ ଟିକେ ଚୁପ୍ ରୁହ। କାହିଁକି ଚୁପ୍ କରିବି? କଣ ଧମକରେ ନା ଭୟରେ? ଧମକ କିମ୍ବା ଭୟରେ ନୁହେଁ, ଲଜ୍ଜାରେ। ବାଛିବା ପାଇଁ ସେ ଅଧିକାର ତମର ନାହିଁ। ଅଧିକାର ଅଛି, ନିଶ୍ଚୟ ଅଛି। କାହିଁକି ନା ସେ ହଉଛି ଏ ଘରର ପୁଅ। ତମେ ଏ ଘରର ପୁଅକୁ ବିବାହ କରିଛ ସତ, କିନ୍ତୁ ତମେ ଏ ଘରର ବୋହୂ ମୁଁ ସ୍ୱୀକୃତି ଦେଇପାରିବିନି। କାହିଁକି ନା ମୁଁ ତ ଗୋଟାଏ ମୂଲ୍ୟହୀନ ଶ୍ୱଶୁର। ଛି 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 ଛି। ଏଭଳିଆ ଗୋଟେ ଛୋଟ ଘରେ, ଏଭଳିଆ ନୂଆଳିଆ ଚାଳ ଘରେ ମୁଁ ନିଜକୁ ଆଡଜଷ୍ଟ କରି ଚଳି ପାରିବିନି। ଚାଲ ସମିତ, ଏବେ ଏଇ ମୁହୂର୍ତ୍ତରେ ମୋ ଭାଇଙ୍କ ପାଖକୁ ଚାଲିଯିବା। ନାଇଁ, ମୁଁ ତମ ଘରେ ରହିପାରିବିନି। ଠିକ ଅଛି ମିଷ୍ଟର ସମ୍ବିତ ମହାପାତ୍ର, ମୁଁ ଏଠି ରହିବି ସତ, ହେଲେ ଏମାନଙ୍କୁ ଭଲ ଭାବରେ ବୁଝେଇ ଦିଅ। ଏମାନେ ଯେମିତି ମତେ ଜମା ଟେନସନ ନ ଦେବେ। ଆଉ ଯଦି କେବେ ଟେନସନ ଦେବେ, କେତେବେଳେ ମାରେ ଛକା। ଆସ ସମିତ, ମତେ ମୋ ବେଡରୁମଟା ଟିକେ ଦେଖେଇ ଦବ। ମତେ କ୍ଷମା କରିଦେବେ। ତମେ କାନ୍ଦୁଛ ବାପା? ଏ ସରୋଜ, ଯୁଗ ବଦଳି ଯାଇଛି ରେ। ସେଦିନ ପ୍ରଭୁ ରାମଚନ୍ଦ୍ର ପିତାଙ୍କ ଆଦେଶକୁ ଶିରଧାର୍ଯ୍ୟ ମନେ କରି ଆରେ 14 ବର୍ଷ ବନକୁ ଯାଇଥିଲେ। ସେଦିନର ଶ୍ରବଣ କୁମାର ଏ ବୃଦ୍ଧ ପିତାମାତାଙ୍କୁ କାନ୍ଧରେ ବହି ରାଜ୍ୟ ରାଜ୍ୟ ବୁଲଉଥିଲେ।
ଯମଦଗ୍ନିଙ୍କ ଆଦେଶରେ ପରଶୁରାମ ମାତୃହତ୍ୟା କରିଥିଲେ। ହେ ସରୋଜ, ଏମିତି ଏକ ଯୁଗ, ଆରେ ଏ ବାପାକୁ ମିଳୁଛି ନିର୍ଯାତନା। ଏମିତି ଏକ କାହାଣୀ এটি কহি হুয়ে না, না সহি হুয়ে না। এ পরা হଉଛି এ নিশিকান্ত মহাপাত্রর লহুলুহ ভরা অমীমাংসিত কাহাଣୀ। কাহাକୁ କହିବି, কাকু কইবি? অকুয়া কাহাড়ি শুনিব। হৃদয়টা ভাঙি গলা সময়র সুয়ারে, সুখমর হাজি গলা আদিনিয়া ঝড়রে। হৃদয়টা ভাঙি গলা আদিনিয়া ঝড়রে, সুখমর হাজি গলা সময়র সুয়ারে। স্বপ্নের জীবনে কদর বসিছি, হৃদয়ে রাখি আহ্বাদ চাহিছি। ତମେ ଦେଖିବ ଏ ଗୌରଟା ଠିକ ସମୟରେ ଟଙ୍କା ନେଇ ତମ ପାଖରେ ପହଞ୍ଚିବ। ଆଉ ରୂପାର ବାହାଘର ଆମେ ଧୁମଧାମରେ କରିବା। मोर दयारे मोजा करे, तोर दयारे मोजा गा। मोर दयारे तोजा करे, तोर दयारे मोजा गा। तू बाटू जानी
କଣ୍ଢେଇ ଆସିବ ଆଉ ସେ ଆସି ମତେ ପଚାରିବ ହେ ଜେଜେ ମୋ ପାଇଁ କଣ ସବୁ ସାଇତି ରଖିଛ ଏ ମା ମୁଁ ତାକୁ କି ଉତ୍ତର ଦେବି କହିଲୁ ମାଛି ନେଇ ଆସିଛି ନା ମା ଏଇ ରଖ ମା ଏଇଠି ରଖିଦେଉଛି ଏ ଜିନିଷ ସବୁ ସାଇତି ରଖିଥିବୁ ଦେଖିବୁ ନା ମା ସମସ୍ତଙ୍କୁ ମିଠା ବାଟି ମୁଁ ଚିନ୍ତା କରିଦେବି ମୁଁ ମିଠା ନେଇ ଆସିଛି ତମେ ପାଟିରେ ପକେଇଲେ ଆପେ ଆପେ ମିଳେଇଛି ଆରେ ମତେ କଣ ପଚାରୁ ତମ ବୋଉକୁ ପଚାରୁନ ନାଇଁ ବାବା ମୁଁ ଏ ଲୋକଟାକୁ ଚିହ୍ନେ ନା କି ଜାଣେ ନା ଆରେ ନିଜ ପେଟରେ ଥିବା ପିଲାଟାକୁ ମାଟି ଦଉଛି ବେ ବାନ୍ଧ ଆରେ କାହା ସାମ୍ନାରେ କଣ କଥାବାର୍ତ୍ତା କରୁଛୁ ଜଣେ ଭଦ୍ରଲୋକ ଘରେ ବସି ତା ବୋହୂ ପ୍ରତି ଆଙ୍ଗୁଳି ନିରାଶ କରୁଛୁ ମୁଁ ଦେଖୁଛି ତମେ ଜଣେ ବଡ ଅଭଦ୍ର ଲୋକ ସେଟା ମୁଁ ଖୋଜୁଛି ମୋ ଜିନିଷକୁ ତମରି ଘରେ ଲୁଚାଇ ଦେଖି ମତେ ପୁଣି ନାଲି ଆଖି ଆୟୁ ଦୀପା ହଉଛି ମୁଁ ଆଉ ତା ପେଟରେ ବଢୁଥିବା ପିଲାଟା ବି ଅନେକ ଦିନ ଆଗରୁ ଆମେ ପରସ୍ପରକୁ ଭଲ ପାଉ ଆଉ ତା ଭାଇ ବିବାଦ ବୋଲି କହିବାରୁ ସେ ଲୁଚି ଚାଲି ଆସିଲା ଶୁଣ ଆଡ୍ରେସ୍ ଦେଇଛି ଏ ସହର ସାରା ଖୋଜି ଖୋଜି ଡାକେ ତମରି ଆଉ ଶେଷରେ ତମରି ଘରେ ଆସି ପହଞ୍ଚି ବୋହୂ ଏ ଲୋକ ଏମିତି କଣ ଗଭି ଯାଉଛି ସେ କଣ ଆଗରୁ ତମକୁ ଜାଣେ ମତେ ବିଶ୍ୱାସ କର ବାପା ସେ ଲୋକ ସହିତ ମୋର କିଛି ବି ସମ୍ପର୍କ ନାହିଁ ଆଉ ବାପା ସମ୍ପର୍କ ଆସିବ କୋଉଠୁ ଆଜିକାଲି ନାରୀ ଜାତିଟା ଏଡେ ବେଇବାନି ଲାଭରେ ପୁରୁଣା କଥା ପୁରୁଣା ପ୍ରେମକୁ ପୁରାପୁରି ଭୁଲି ଯାଆନ୍ତି ସେଟା ଖାଲି ସେତିକି ନୁହଁ ତା ପେଟରେ ବଢୁଥିବା ପିଲାଟାକୁ ବି ଖାଆନ୍ତି ଏ ମୋ ବୋହୂ କହୁଛି ତତେ ଚିହ୍ନି କି ଜାଣିନି ଆଉ ଜଣେ ଭଦ୍ରଲୋକ ଘରେ ବସି ତା ବୋହୂ ପ୍ରତି ଆଙ୍ଗୁଳି ନିବେଶ କରିବାଟା ଜମା ଠିକ ନୁହଁ ଆବେ ତୋ ସାହସ ହେଲା କେମିତି ଆବେ ଯିବୁ ନା ପୋଲିସ କି ମୁଁ ଫୋନ କରିବି ଗୋଟେ କାମ କରିବି ଆମ ସମ୍ପର୍କ କଥା ଆମ ଦୁଇଙ୍କ ଭିତରେ ସୀମିତ ଥିଲା ତେଣୁ ତମେ ସହଜରେ ବିଶ୍ୱାସ କରିପାରୁନ ତେଣୁ ତମ ଉପସ୍ଥିତିରେ ଆମେ ସମ୍ପର୍କ ଯୋଡୁଛୁ ତମେ ଦେଖ ଶାନ୍ତ ମାନସ ଆଗ୍ନେୟଗିରିର ଲାଭା ନୁହଁ କି ବୈଶାଖର ଝାଞ୍ଜି ନୁହଁ ସାମনে ପଙ୍ଗା ନିଏ ତାକୁ ସହଜରେ ମାରେ ଛଟପଟ ଛଟପଟ କରି ମାରେ ଆଇ ମିନ୍ ତଡପ ତଡପ କେ ମାରିଦେଲୁ ଭୁଲ କରିଦେଲୁ ବେ ଆଜି କିନ୍ତୁ ତୋ ବୋହୁର ଲଙ୍ଗଳା ଦେହଟା ନାଇଁ 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 ବୋହୁର ଲଙ୍ଗଳା ଦେହଟାକୁ ଦେଖିବାକୁ ନିଶ୍ଚୟ ଖରାପ ଲାଗିବ କଣ କରିବି କଣ କରିବି କଣ କରିବି ଶଳାକୁ ନେଇ ଭିତର ଘରେ ବାନ୍ଧିଦେବି ଆଉ ତାପରେ ତୋ ବୋହୁର ଲଙ୍ଗଳା ଦେହଟା ସାଙ୍ଗେ ଖେଳିବି तो भाई से दिन मते हाथ उठेला आउ आज सेही प्रतिशोधटा तो उठू
ছবি রানীকি দুষ্কর্ম করিଥିଲେ এই মানে সেদিন শান্তিলতাকে দুষ্কর্ম করিଥିଲେ আউ আজি আউ গোটাଏ শান্তিলতাকে দুষ্কর্ম କରିବାକୁ এটিকে আসଛନ୍ତି হে মহাত্মা গান্ধী তোমার এই দেশরে এটি দিনকু দিন বড়ুছি নারী নির্যাতনা এ ঝিওটা ওদে স্বাধীন দেশর নাগরিকা নুহ তা দেহরে পড়ি যাইছি পরাধীনতার শৃঙ্খল জাগি উঠ এ জনতা ঠিক সেমিতি মহাত্মা গান্ধীর পথরে ফিরিকি সেনাকু গৌড়াইছিল জাগি উঠ এ দেশকু এ ভଳି নর মাଂସ ଲୋଭୀ ମଣିଷ ମାନଙ୍କୁ ମୂଳ ଉତ୍ପାଦନ କର ତୁ ତାହେଲେ ତାର ସ୍ୱାମୀ ଯାଉ ଭଲ ହେଲା ଆଗ ତୋ କଥା ତାପରେ ସେଇ ଶାଲି ମାଇକିନା କଥା ଏ ଚୁପ ନର ମାଂସ ଲୋଭୀ ମଣିଷ ଗୋଟାଏ ଭଦ୍ର ଲୋକ ଘରକୁ ଆସି ତା ସ୍ତ୍ରୀକୁ ତୋ ସ୍ତ୍ରୀ କହୁଛୁ ଲାଜ ଲାଗୁନି ଚାଲି ଯା ତୁ ଚାଲିଯିବି ତ ନିଶ୍ଚୟ ଆବେ ତୋ ଘରେ ମୁଁ କହିଲି ଯେ ତୁ ମୋ ମାଇକିନାକୁ ସାଙ୍ଗରେ ନେଇକି ଯିବି ଆବେ ଚୁପ ସେଇଠି ଠିଆ ହୋ ମୋ ସ୍ତ୍ରୀକୁ ତୋ ସ୍ତ୍ରୀ କହିବାର ଅଧିକାର ତତେ କିଏ ଦେଲା ବେ ଓ ତୋ କି ଅସମ୍ଭବ କଥା ଶଳା ମୋ ସ୍ତ୍ରୀକି ଆଣି କହୁଛି ନା କଣ ତା ସ୍ତ୍ରୀ ଶଳା କି ଯୁଗ ହେଲା ରେ ଠିକ ଅଛି ଆଜି ଏଇଠି ପ୍ରମାଣ କରିଦବା ମୁଁ ତାକୁ ତୋ ଆଖି ଆଗରେ ଦୁଷ୍କର୍ମ ଠିଆ ହୋ ସେଇଠି ନହେଲେ ଆଜି ତତେ ମାରି 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 ଦେବି ଏସବୁ ଦୃଶ୍ୟ ତ ତୁ ଦେଖିପାରିବୁ ତୋ ଆଖି ଦିଟା ସେଇଟା ଗୋଟାଏ ପାଗଳ ଅଟେ ସେ ପାଗଳ କଥାରେ ତମେ କାହିଁକି ମୁଣ୍ଡ ପୁରଉଛ ବାପା କହିଲ ଚାଲ ବାପା ଆମ ଘର ଭିତରକୁ ଚାଲ ରକ୍ତ ସେ କିଛି ନୁହଁ ଘର ଭିତରକୁ ଚାଲ ସେମାନଙ୍କର କିଛି ଦୋଷ ନଥାଏ ବି ସେମାନେ ମୋ ପାଇଁ ଦୁଃଖ ସହୁଛନ୍ତି ଆଉ ମୁଁ ବି ନିରୁପାୟ ଚାହିଁଲେ ବି ମୁଁ ସେମାନଙ୍କ ପାଇଁ କିଛି ବି କରିପାରିବିନି ଯେତେଦିନ ପର୍ଯ୍ୟନ୍ତ ମୋ ଗୌରବ ଭାଇ ଆସିନାହାନ୍ତି ଏ ଗୌରବ ଭାଇ ତୋ ଆସିବା ବାଟକୁ ଚାହିଁ ଚାହିଁ ତୋ ଜୀବନ ଶେଷରେ ଆରମ୍ଭରେ ଚାଲିଯିବ ଆଉ ତୋ ମୋ ଭିତରେ ଘଟି ଯାଇଥିବା ଯୋଉ କାହାଣୀଟା ଯୋଉଟା ତୁ ସୃଷ୍ଟି କରିଛୁ ସେ କାହାଣୀକୁ ମୁଁ କାହାକୁ କହିପାରୁଛି ନା ସହିପାରୁଛି ସେ ମୋ ପାଇଁ ଗୋଟିଏ ଅକୁଆ କାହାଣୀ ଶୁଣିବ କିଏ ହୃଦୟଟା ଭାଙ୍ଗି ଗଲା ସମୟର ସୁଆରେ ସୁଖ ମୋର ହଜି ଗଲା ଅଦିନିଆ ଝଡ଼ରେ
होटल आइली एंजॉय करिया पाई हेले हेई शलाटा को बनिश पके पूरा छाटी मु हेई गली भाई हेई शलाटा हे गला तो होइता माने हेलो ए ताकि हेई जाई छु और देखा जाउ जुबे आइलु टिके गेल करि दे ओहो भाई तमे तो मते सबने गेला करछ हेले तम पई मो गोटे बढ़िया माल रखुछ ए डाक 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 दो ठीक अछि तमे एइट बस मु संगे संगे डाकी दउछि रुपा पानी ग्लास टिके नहीं आसिलो भाई तमे एइट अपेक्षा करो मु संगे संगे बाहर को जिबी आ आसीबी हैला विनय को भौनी कौन ठीक कहिला तमे ताले मो भाउजो को भाई काई मते एकता संदेह होउची काहे मोर कोउ एमिति खराब गुणटा देखिला जे तुमको संदेह होला तमर ए नष्ट चरित्र गुणटाकू देखि कि तमर मनुष्य खाया ए रूपटाकू देखि पर झियो पर बहुमती जाने तो अश्लील व्यवहार मो जानी बारे सिया गोटे जार जो संतान कहिलो कहि बहुत कथा कहिबे ठीक अछि खाली आज तो एमिति अवस्था करिबी तो ए दुनिया दांडरे मुह टेकी चपाट जानि परिबो ए अबे आ सेठी छिया आ गोटे पदा की बन चेष्टा करू तो ये रूप एमिति समिति दिया नुओ ये नागुणी ठार भी आहुरी भयंकर नागुणी ओ देशांत मन आग्नेयगिरी लाभानु हो कि पैसा खर चांचीनु हो श्लोक पोएट जा संगरे पंगानी है ताकू सहज रे मारे छटपट छटपट करी मारे आई मीन तरफ तरफ के देखिबा टिके नागुणी सहित खेलिबा आ बापा ये अभद्रता होजे भाउजो को भाई छी 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 अरे तू एते अभद्रटा अरे भिणेईर भौणी प्रति एमती व्यवहार अरे तो भौणीटा जेमिति तू भी ता ठारू आहुरी बळी गली अबे इडियट मुह संभाली कथाबार्ता कर ता नहले कौन तो भरे एइटार बाप मां ठीक नथिबे एइटार बाप मां ठीक नथिबे एइटा गोटे जारज ତମେ ବାବାଙ୍କୁ ମାରିଲ ଆଜି ମୁଁ ତୁମକୁ ଛାଡ଼ିବିନି ଆଜି ଆମେ ତମ ସବୁ କଥାକୁ ମାନି ଆସୁଥିଲୁ ତା ମାନେ ନୁହେଁ ଯେ ତମର ସବୁ ଅବଦାନ ତମେ ସହିଯିବ ଆଜି ମୁଁ ତୁମକୁ ବୁଝେଇଦେବି ବଡ଼ମାନଙ୍କୁ କେମିତି ସମ୍ମାନ ଦିଆଯାଏ ଆମେ ତୋର ଏତେ ସାହସ ବଡ଼ ଭାଉଜ ମା ସମାନ ତୁ ତାର ହାତ ଉଠେଇ ମାରି ପାରିଲୁ କେମିତି बापा तमर केही नोती तम स्त्री
ଆସିଗଲା ସେଇଠୁ ଗୋଲ କରିଦେବେ ମାଡ଼ ଖାଇଲେ ଚେସାକୁ ତେସା। ବାह ଭାଇ ବାह, ଆରେ ମାନିବାକୁ ପଡ଼ିବ ତ ଯୁକ୍ତି। ତମେ ନା ମୋର ସେଇ ଭାଇ ଯାହାର ଆଖିରେ ସପନର କାଚ ଘର ଦେଖିବା ପାଇଁ ଚାହିଁଥିଲା, ତୁମର ଖୁସି ସହିତ ନିଜର ଖୁସିକୁ ବାଣ୍ଟିବାକୁ ଚାହିଁଥିଲା। ଏ ଭାଇ ସେ ସିନା ପର ଝିଅ କିଛି ଜାଣିନି, ହେଲେ ତୁ ତ ଜାଣିଛୁ ଆମେ ସମସ୍ତେ ପିଲାବେଳେ ଫୁଲ ତୋଳି ଆଣୁଥିଲେ। ଆମର ଏଇ ବୁଢ଼ା ବାପାଟା ମନ୍ଦିର ଆଗରେ ଫୁଲମାଳ ବିକ୍ରି କରି ଆମମାନଙ୍କୁ ପାଠ ପଢ଼େଇ ମଣିଷ କଲା। ଶେଷରେ ତୁ ଠିକ ପୁରସ୍କାର ଦେଇଦେଲୁ ଭାଇ। ବେଶୀ ଲମ୍ବା ଲମ୍ବା ଭାଷଣ ଦେବା ଦରକାର ନାହିଁ। ନୀତି ଶିକ୍ଷା ଦେଲା ମତେ ନୀତି ଶିକ୍ଷା। କାହିଁକି ରେ, କାହିଁକି ତା ସହିତ ତୁ ଯୁକ୍ତି କରୁଛୁ? ମୁଁ ଗୋଟାଏ ପଥହୀନ ବାଟୋଇଟା, ଜାଣେ ନା ମୁଁ କାହିଁ କେତେ ଦୂର ଯିବି। ବାଟରେ ଚାଲୁ ଚାଲୁ ଯଦି ବା କେବେ ଥକା ଲାଗେ, ବାଟଟା ସରିଯାଏନି ରେ, ବରଂ ବାଟର ବୋଝଟା ଦ୍ୱିଗୁଣ ବଢିଯାଏ। ଏ ତମରି ମାନଙ୍କ ଆଖିରେ ସୁଖର ସ୍ୱପ୍ନ ଦେଖିବାକୁ ମୋର ଭାରି ଇଚ୍ଛା ଥିଲା। କେଜାଣି କେମିତି ସବୁ ଭାଗି ଚୋରମାର ଶୁଣ ପିତୃଭକ୍ତ ଶ୍ରବଣ କୁମାର, ତମ ସ୍ତ୍ରୀ ମାଡ଼ ଖାଇଲା, ତମେ ଏଠି ଛିଡ଼ା ହେଇ କଣ ମହାଭାରତ ଶୁଣୁଛ? ଶୁଣ, ତମ ଭାଇ ଭଉଣୀକି ନେଇ ତମେ ଏ ଘରେ ଖୁସିରେ ରୁହ। ଏବେ ଏଇ ମୁହୂର୍ତ୍ତରେ ମୋ ଭାଇଙ୍କ ପାଖକୁ ମୁଁ ଚାଲିଛି। ଠିକ ଅଛି, ମୁଁ ବି ତମ ସାଙ୍ଗରେ ଚାଲିଯିବି। ଆମେ ଏଠି ଗୋଟାଏ ବି ମୁହୂର୍ତ୍ତ ରହିପାରିବାନି। ସମ୍ବିତ, ଆଉ 2 ଦିନ ପରେ ମୋ ରୂପାର ବାହାଘର। ଏ ପରିସ୍ଥିତିରେ ତମେ ଯଦି ଚାଲିଯିବ, ନିନ୍ଦା ଅପବାଦରେ ମୋ ଉପରକୁ ଛେପ ପକେଇବେ। ମୋ ମୁଣ୍ଡ ଟେକି ବାଟ ଚାଲି ପାରିବିନି ରେ। ସେ ତମ ଝିଅ, ତମେ ତାକୁ ବାହା ଦବ, ଏଥିରେ ଆମର କିଛି ଆବଶ୍ୟକ ନାହିଁ। ଆବଶ୍ୟକତା ଅଛି। ତା ଛଡ଼ା ମୁଁ ତ ପ୍ରଥମରୁ କହିଛି, ତମ ଝିଅ ବାହାର ପାଇଁ ମୁଁ ଗୋଟାଏ ବି ଟଙ୍କା ଦେଇପାରିବି, ତେଣୁ ମୋର ଏଠି ରହିବାର କିଛି ଆବଶ୍ୟକତା ନାହିଁ। ଆବଶ୍ୟକତା ଅଛି ରେ, ତମେ ସିନା କହିବ ଆବଶ୍ୟକତା ନାହିଁ। ଯେତେବେଳେ ବନ୍ଧୁ ବାନ୍ଧବ ସମସ୍ତେ ଖୋଜିବେ, ସେମାନଙ୍କୁ କଣ କହି ମୁଁ ତ କିଛି କହିବା ଦରକାର ନାହିଁ। ମୁଁ କହୁଛି ମାନେ ସବୁ ପରେ ବି ଏ ଘରେ ଆମେ ରହିବୁନୁ। ଏବେ ଏଇ ମୁହୂର୍ତ୍ତରେ ମୋ ଭାଇଙ୍କ ପାଖକୁ ଚାଲିଯିବୁ। ଭାଉଜ, ତମେ ଏ ଘର ଛାଡି ଚାଲି ଯାଅନି, ମୁଁ ତମକୁ ହାତ ଯୋଡୁଛି। ଏ ସମ୍ବିତ, ଯଦି ତମେ କହୁଛ ତାହେଲେ ମୋ ଡିସିସନ ମୁଁ ଚେଞ୍ଜ କରିବି, କିନ୍ତୁ ଗୋଟେ ସର୍ତ୍ତରେ। ତମର ସବୁ ସର୍ତ୍ତରେ ଆମେ ରାଜି। ଠିକ ଅଛି,
ଯେମିତି ଏ ସରୋଜ ମତେ ହାତ ଉଠେଇ ମାଡ଼ ମାରିଛି ଠିକ ସେମିତି ମୋ ଚପଲରେ ସେ ଗୋଡ଼ି ଗୋଡ଼ି ନିଜକୁ ନିଜେ 6 ପାହାର ମାରିବ। ତା ନହେଲେ ଘର ଛାଡ଼ି ମୁଁ ସବୁଦିନ ପାଇଁ ଚାଲିଛି। ନାଇଁ ବୋଉ ନାଇଁ। ଏ ସରୋଜ ए सरोज अरे से अयोध्या रही राम लक्ष्मण परी भाई नहीं महाभारत नहीं पंचु पांडव भली भाई भी नहांती सेमानक भितर थिला भाई भाई रो अनाबिल स्नेह ममता सेदिन धर्मपद निज पितांको स्वाभिमान रक्षा करने को जाई कोणार्क मंदिर मुंडी मारी अरे जीवन को विसर्जन कर एमानकर साहसिकता स्नेह प्रेम निबिड़ता इतिहास रे लिपिबद्ध हो गई किंतु मो जीवन ए अपुआ कहानी ला लेखी हब ला कही हब अकुआ कहानी सुनिब अंतरंग संपर्क रात बिरंग गुमुरी गुमुरी कांद स्नेहर विहंग अंतरंग संपर्क रात बिरंग गुमुरी गुमुरी कांद स्नेहर विहंग अब दिल पचेरी गुजरात कहोरी मत पालो भगरी बेले साता पुनी बेले साता पुनी निचा जे हुए अकुहा कहानी सुनी बाकी अकुहा कहानी सुनी बाकी अकुहा कहानी सुनी बाकी अकुहा कहानी सुनी ମୋର ଭାରି ଇଚ୍ଛା ଥିଲା ଶାଶୁଘର କୁ ଯିବା ପୂର୍ବରୁ ମୋ ଭାଇ କି ଥରେ ଦେଖିବାକୁ ଭାରି ଇଚ୍ଛା ଥିଲା ଆଉ ମୋ ଭାଇ ତୋର ମୋ କଥା ମନେ ପଡୁନି ତୁ କୋଉଠି ଅଛୁ ଭାଇ ମତେ ଡାକି ଦଉନା हसा देखी साधे कमुहारू हसा देखी साधे कमुहारू निभेजी बासाबु हसा हम सुन संसारा ये देखी बासा हम सुन संसारा ये देखी बासा हम सुन संसारा ये
ରାତି ଏକ କରି ଟଙ୍କା ଯୋଗାଡ଼ କରି ଚାଲିଛି। ହେଲେ କେବେ କେବେ ମୋ ରୂପାକୁ ମୁଁ ଦେଖିବି ସେ କଥା ମୁଁ ଜାଣିନି। ତୁ ଜମା ବ୍ୟସ୍ତ ହଉନା ରୂପା, ମୁଁ ନିଶ୍ଚୟ ତୋ ପାଖକୁ ଯିବି, ନିଶ୍ଚୟ ଯିବି। ସତ କହୁଛି ବାବୁ, ଏ ଗୋଠିରେ କିଛି ନାହିଁ ବାବୁ। ମୁଁ ତ ମୂଲ ମଜୁରିଆଟେ, ମୂଲ ଲାଗେ। ସନ୍ଧ୍ୟା ହେଲେ ବାବୁଙ୍କ ପିଣ୍ଡା ଦେଖି ଶୋଇ ପଡେ। ମୋ ପାଖରେ ଟଙ୍କା କୋଉଠୁ ଆସିବ? ମୁଁ ସତ କହୁଛି ବାବୁ, ଏ ଗଣ୍ଠିରେ ଲୁଗାପଟା ଦେଖନ୍ତୁ ଛଡା ଆଉ କିଛି ନାହିଁ। କଣ ଭାବୁଛୁ ଆମେ ଛୋଟ ପିଲା? ଆମକୁ ବୁଝେଇ ଦେଲୁ, ଆମେ ବୁଝି ଗଲୁ। ଯଦି କିଛି ନାହିଁ ତୁ ଶଳାଟା ଦୌଡୁଥିଲୁ କାହିଁକି ବେ? ଆରେ ଦୋସ୍ତ, ଏ ଶଳାଟା ଭଲରେ ମାନିବନି, ଠିକ ଚାଲାକୁ। ମିଳିଗଲା, ଆମ କାମ ବି ସରିଗଲା। ଆରେ ସେ ଟଙ୍କାଟା ମତେ ଫେରେଇ ଦିଅ, ଫେରେଇ ଦିଅ ସେ ଟଙ୍କାଟା। ନଚେତ ମୋ ଭଉଣୀର ବାହାଘରଟା ବନ୍ଦ ହେଇଯିବ। ସେ ଟଙ୍କାଟା ମତେ ଫେରେଇ ଦିଅ। ଏତେ ଲୋକ ଯିବା ଆସିବା କରୁଛନ୍ତି ଅଥଚ କେହି ମୋ କଥା ଶୁଣୁନାହାନ୍ତି। ଏ ଭାଇମାନେ, ଆରେ ସେ ଲୋକକୁ ଟିକେ କୁହ ମୋ ଟଙ୍କାଟା ମତେ ଫେରେଇ ଦେବେ, ନହେଲେ ମୋ ଭଉଣୀର ବାହାଘରଟା ବନ୍ଦ ହେଇଯିବ। ମୋ ବୁଢା ବାପାଟା ଆତ୍ମହତ୍ୟା କରିଦବ। ରୂପା, ତୁ ମତେ ଅଭିଶାପ ଦେ, ଯେମିତି ଗୌର ପାଇଟା ମରିଯାଉ। ଦିନ ରାତି ଏକ କରି ତୋ ବାହାଘର ପାଇଁ ଟଙ୍କା ଯୋଗାଡ଼ କରିଥିଲେ, ହେଲେ ସେ ଶୈତାନ ମାନେ ମତେ ମାରିବ ଟଙ୍କା ସବୁରେ। କେମିତି ତତେ ମୋ ମୁହଁଟା ଦେଖେଇବି ମୁଁ ବୁଝିପାରୁନି।
ଚୁରା ଆଉ ତାମ୍ପରା ଶୁଖୁଆ ଭଜା। ଭଲ ଅଛି। କାଇଁ ତୁ କଣ ଦେଖିବୁ? ଏଇ ଦେଖୁନୁ। डम डम डिगा डिगा डम डम डिगा डिगा ला 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 खेल सरीगला निजार कथ पर हेला बाप घर खेल सरीगला सवारी उठा सवारी बाला बाप घर खेल सरीगला विधिर विधान के करे आन पर घर पुत झियो जन्म नकर डेरी सवारी बाला बाप घर खेल सरीगला सवारी उठा सवारी बाला बाप घर खेल सरीगला देई कन कांजली गला तुटेई सकल अली सासु घरे से हेला बहु किए से बुझीब ता मन
ଆଜିଠୁ ଏ ଘର ପର ହେଲା ବାପ ଘର ଖେଳ ସରିଗଲା ସବାରି ଉଠା ସବାରି ବାଲା ବାପ ଘର ଖେଳ ସରିଗଲା ଋଷି ବସିଲେ ବୁଝଉଥିଲି ଖାଇ ନଥିଲେ ଖୁଆଉଥିଲି ଅଲିଅଳି ମୋଗେଲା ଝିଅ ଟିକିଏ କଥାରେ ଝରାଏ ଲୁହ ତୋରାଣୀ କଂସା କଲୁହ ହେଲା ବାପ ଘର ଖେଳ ସରିଗଲା ସବାରି ଉଠା ସବାରି ବାଲା ବାପ ଘର ଖେଳ ସରିଗଲା ଦୁହିତା ମୋ ଦୁଇ କୂଳକୁ ହିତା ମୁଁ ଜନକ ସିଏ ମୋ ସୀତା ତା ସିନ୍ଦୁରତା भाग्य विधाता काली तो हे बसे जगत जीता कालिया मो झियो तोते लागिला बाप घर खेल सरिगला सबारी उठा सबारी बाला बाप घर खेल सरिगला बाप घर खेल सरिगला बाप घर खेल सरिगला सड़ा की जुग है रे झीटा मोर जेते कहली पाठ पढ़ारे मन दे कहला कौन ना फिल्म रे रोल कर सड़ा फिल्म रे रोल करू करू जदि हाँ पकड़ी बुले सड़ा गोटे बोली झील मोर मो भेड़ा बुड़ी जीव सेमिति जड़े हेले सीना मु ता सांगे छाड़ी पेपर रे एडवर्टाइजमेंट कली सड़ा जमा जड़े हेले जुटिलेनी किए तुम्हें अद्भुत जीवक अच्छा गो बाबू आसबार अभिप्राय एडवर्टाइजमेंट देइदिलो फिल्म रे रोल करिवा पई मु सेठी लागि आसी छे मु सेही कथा भाबुतिली कथा रे नाही मळु कजुतिला काकर पानी बइद बतेला पी तोराणी अच्छा गो बाबू आज्ञा पेपर रे एडवर्टाइजमेंट करतिली आज्ञा मो जियो फिल्म रे हो कि यात्रा पार्टी रे हो जोतिरे हेले रोल कयो तमे जते बेला आग आसीच तम फिल्म रे मो जियो रोल कयो यात्रा पार्टी कथा मारा गोली अच्छा गो बाबू व्हाट नॉनसेंस आगा कौन कहउछ परंपर मन गोल पर ठीक है क्या कहउछ ठीक है क्या कथा एते बड़ शब्दटा पार्टी रे मोर पसुनी अच्छा गो बाबू कौन खाइबो मु ब्रा खाइ ब्रा बिरे ब्रा खाउछ ब्रा खाइ अयो गो बाबू ब्रा कोउतिरे तयारी ब्रा बिरे तयारी बिरे ये छाना दी केमिति अयो ब्रा बिरिंग आनी बाटिंग गोल गोल करे छानी आडी टिंगी टिंग गोल गोल मेल ब्रा गोल गोल मजरे होल
This is female bra. Friends रे कौनास कहती and China रे forum कहती. Yeah. ଆଚ୍ଛା ଆଗ ବାବୁ हाँ. ଠିକ ଅଛି ମୁଁ ମୋ ଝିଅକୁ ଡାକି ଦଉଛି ଦେଖନ୍ତୁ. ତମେ ତା ଇଣ୍ଟରଭ୍ୟୁ ନେବ ଆଜ୍ଞା. ଆଚ୍ଛା ଆଗ ବାବୁ ଆଚ୍ଛା. ତମର ମେଲ ବା ନା ଫିମେଲ ବ୍ରା No. ମୋର ଫିମେଲ ବ୍ରା ଦରକାର ଫିମେଲ ବ୍ରା ଗୋଲ ଗୋଲ ମଝିରେ ହୋଲ. ଆଲୋ ମା ନେଉଳି ଆଜ୍ଞା. ସାର୍ ଆସିଲେଣି ଶୀଘ୍ର ଇଲୋ ମା ସାର୍ ଆସିଛନ୍ତି କଣ ସବୁ ପଚାରିବେ ଇଣ୍ଟରଭ୍ୟୁ ଦେ ମୁଁ ଯାଉଛି ସାର୍ଙ୍କ ପାଇଁ ଗୋଟେ ବ୍ରା ଧରିକି ଆସେ ଇଲୋ ମା ଏଇଠିକିଆ ବ୍ରା ଡାକୁଛେ କହୁଥିଲୁ ଫିଲ୍ମରେ ରୋଲ କରିବୁ କଥା ନ ଶୁଣୁ ଧାଇଁକି ପଳେଇଛୁ ବାପା ମୋ ବ୍ରାଟା ଛାତ ଉପରେ ଶୁକେଇ ଦେଇଛି ସାର୍ ଯଦି ଖାଇଦେବେ ଇଲୋ ମା ମୁଁ ସେ ବ୍ରା କଥା କହୁନି ଲୋ ମା ଆଉ ଏ ବ୍ରା ହଉଛି ଗୋଲ ଗୋଲ ମାଝିରେ ହୋଲ ଏଇଠି ମା ତୁ ଇଣ୍ଟରଭ୍ୟୁ ଦଉଥା ମୁଁ ଧରିକି ଆଉଛି ସାର୍ ନମସ୍କାର ନମସ୍କାର. ଆଚ୍ଛା ତମ ନାଁ କଣ? ମୋ ନାଁ ନେଉଳି ହଁ ନେଉଳି. ଆଚ୍ଛା ତମେ ଟିକେ ଦେଖେଇଲ. ଇଲୋ ବାପା ଏ ସାର୍ କଣ ମତେ ଦେଖେଇବାକୁ କହିଲେଣି ଧତ୍, ତମେ ଦେଖେଇବ ମୁଁ ଉଠେଇବି ମାନେ ଫଟୋ 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 ଫଟୋ. ଓହୋ ସେଇ କଥା କହୁନା ହଁ ହଁ ମୁଁ ଦେଖ ହଁ ଦେଖାଅ. ତୁ କଣ ତାର ସବୁ ଟେକା ଟେକି କରି ଦେଖୁଛୁ ତୁ କିଏ ବେ? ମୁଁ ଯାତ୍ରାବାଦୀ ମାଲିକ ପ୍ରେମ କୁମାର ହଁ ତା ବାପା କହୁଛି ସେ ମତେ ଦେଖେଇବ. ଆଇ ମିନି ମୁଁ ତାର ଉଠେଇବି ଫଟୋ ଫଟୋ. ପେପରରୁ ଦେଖିକି ଆସିଛି ମୁଁ ତାକୁ ମୋ ଯାତ୍ରା ବାଟରେ ନବା ପାଇଁ ଆଚ୍ଛା. ଆଉ ମୁଁ ତାକୁ ମୋ ମେନ୍ ହିରୋଇନ କରିବି ହଁ ଆଉ ହଁ ଯାତ୍ରା ବାଟେ ଯିବାକୁ ମୋର ପ୍ରବଳ ଇଚ୍ଛା ଶଳା ମଝିରେ ଷଣ୍ଢ ପୁରେଇ ଦେଲା. କଣ କଲାରେ ଚଣ୍ଡାଳ? ତା ବାପା କହିଛି ମତେ ସେ ଫିଲ୍ମରେ ନବା ପାଇଁ. ମୁଁ ତାକୁ ନେବି. ମତେ କହିଛି ସିଏ ମୋ ସାଙ୍ଗରେ ଯାତ୍ରା ବାଟିରେ ଯିବା ପାଇଁ ଆଚ୍ଛା ସେ ମୋ ସାଙ୍ଗରେ ଯିବ. ନାଇଁ ସିଏ ମୋ ସାଙ୍ଗରେ
ଇଆଡ଼େ ବର୍ଷା ଦିନ କାଠୁଆ ବେଙ୍ଗ ଲାଖେ କ'ଣ ଯୋଡ଼ା କହୁଛ ରେ ଶଳେ କୁଆଡ଼େ ଆଇଛ ବେ ମୁଁ ତମ ଝିଅକୁ ଯାତ୍ରାରେ ନେବି ଆଇ ମିନ୍ ଉଠେଇବି ହେଇ। ଫଟୋ ତମ ଝିଅକୁ ଫିଲ୍ମରେ ନେବି ଆଇ ମିନ୍ ହିରୋଇନ କରିବି ଇରେ ଶଳେ ପଇସା ଆଣିଛ ଯିଏ ମୋତେ ଅଧିକ ଟଙ୍କା ଦବ ମୋ ଝିଅ ତା ସାଙ୍ଗରେ ଯିବ ମୋର ଟଙ୍କାଟେ ନାହିଁ ପଛରେ କମ ତ ଫଟୋଟା ଟିକେ ଉଠେଇବାକୁ କ୍ଲାରିଟି କମ ଆସୁଛି ଶଳେ ଆଇଛ କୁଆଡ଼େ ମୁହଁ ଦେଖେଇବାକୁ ନେଇକି ଯିବି ମାନେ ଇୟା ରହସ୍ୟଳାଙ୍କୁ ଦଉଛେ ଏଇରେ ଶଳେ କହିଲେ କନା ଝିଅକୁ ନେବେ ଫିଲ୍ମରେ ଯାତ୍ରା ପାର୍ଟିରେ କରିବେ ଇଲୋ ମା ବାପା ବାପା ବୋଲ ମୁଁ ଫିଲ୍ମ କି ଯିବି ତ ଘଣ୍ଟି ବଜେଇ ଦେବି ବାପା ସେମାନେ ଏମିତି ପ୍ରକାଶ କଲେ କଲେ ମୋ ପଛରେ ପଡ଼ିଛନ୍ତି କ'ଣ ସେମାନଙ୍କର ଉଦ୍ଦେଶ୍ୟ ଉଦ୍ଦେଶ୍ୟ ନଥିଲେ କେହି ଗଙ୍ଗା ପଛରେ ଦୌଡ଼େ ଆଜି ତ ଜୀବନ ପ୍ରତିପଡ଼ା ହପ କିନା ଲିଭିଯିବ ପ୍ରକାଶ ଦିବଲୋକରେ ଗୋଟେ ସାମ୍ବାଦିକକୁ ତମେ ଧମକ ଦଉଛ ଧମକ ଆବେ ଧମକ ନୁହଁ ବେ କରି ଦେଖେଇବୁ ତମେ ନିଜକୁ କ'ଣ ଭାବିଛ ହିଟଲର ନା ନେପୋଲିୟନ ଅପେକ୍ଷା କର ଏ ଦେଶର ଆଇନଟା ଏତେ ଫିକା ପଡ଼ିଯାଇନି ମୁଁ ଏବେ ପୋଲିସକୁ ଫୋନ କରୁଛି ଏବେ ପୋଲିସକୁ ଫୋନ କରୁଛି ଏ ସାମ୍ବାଦିକ तो फोन कॉलटा पुलिस पर्यंत जाइପାରିବନି ବେ ସାମ୍ବା ଆଜିଠାରୁ ସବୁଦିନ ପାଇଁ ସୁଇଚ୍ ଅଫ୍ ହେଇଯିବ ତାହେଲେ ତୁ ସେଦିନ ମୋ ଘରକୁ ଯାଇ ମୋ ସ୍ତ୍ରୀଟାକୁ ତୋ ସ୍ତ୍ରୀ କହୁଥିଲୁ ମୋ ସ୍ତ୍ରୀ ନୁହେଁ ସାମ୍ବାଦିକ ସେ ହଉଛି ମୋ ସ୍ତ୍ରୀ ସେଟା ମୋ ସ୍ତ୍ରୀକି ଆଣି କହୁଛି ନା କ'ଣ ତା ସ୍ତ୍ରୀ ଗୋଟାଏ ସାମ୍ବାଦିକକୁ ତମେ ମାରିଦେଲେ ଏ ସାମ୍ବାଦିକର କଲମଟା କେବେ ବନ୍ଦ ହେଇଯିବନି ଆମେ ନିଛକ ସତ୍ୟକୁ ପରିପ୍ରକାଶ କରୁ ବୋଲି ଏ ଦୁନିଆର ରାଜନେତା ମନ୍ତ୍ରୀ ଏମଏଲଏ ଆମକୁ ସମସ୍ତେ ଭୟ କରନ୍ତି ମନେ ରଖ ଏ ଗୁଣ୍ଡା ସମାଜ ମତେ ମାରିଦେଲେ ଏ ସାମ୍ବାଦିକର କଲମଟା ବନ୍ଦ ହେଇଯିବନି ଜାଗ୍ରତ ହେଇଯିବ ଏ ସାମ୍ବାଦିକର କଲମଟା ଆହୁରି ଜାଗ୍ରତ ହେଇଯିବ ନେତା ମନ୍ତ୍ରୀମାନେ ଆମରି ବାହୁ ଛାୟା ତଳେ କଳାତିପାତ କର ସେମାନେ କ'ଣ ଆମକୁ ସୁରକ୍ଷା ଦେବେ ବରଂ ସେମାନେ ଆମରି ସୁରକ୍ଷା କବଳ ଭିତରେ ରହି ସୁରକ୍ଷିତ ଅନେକ ଲୋକ ଦେଖିଛୁ ରେ ସାମ୍ବାଦିକ କିନ୍ତୁ ମୋ ସାଙ୍ଗରେ ଯେ ଟାର୍ଗେଟ କରେ ମୁଁ ତାକୁ ସହଜରେ ଛାଡ଼େ ଛଟପଟ କରି ମାରେ ଆଉ ଆଜି ତୋରି ପାଣି ଚାଲ ଭାଇ ଆରେ ଲୋକଟା କଣ ଏମିତି ଦିନ ଦିପହରେ ମାରି ଚାଲିଛ କାହିଁକି ଆରେ ଦିନ ଦିପହରେ ଲୋକଟାକୁ ମାରି ଚାଲିଛ ବାବୁ ତମେ କଣ ଜାଣିନ ମଣିଷ ମାରିବା ମହାପାପ ବୋଲି ଲୋକଟା ମରିଗଲା ଆଇନ ତ ତୁ ଏ ଲୋକଟାକୁ ମାରିଛୁ ନାଇଁ ଆଇ ମୋବାଇଲରେ ମୁଁ ଫଟୋ ନେଇ ସାରିଛି ମିଛ ମୁଁ ଲୋକଟାକୁ ମାରିନି ବାବୁ ମୁଁ ଲୋକଟାକୁ ମାରିନି ଆରେ ବୁଝାଲି ତୁ ହାତରେ ଆଉ ମୁଁ ମୋବାଇଲରେ ବି ଫଟୋ ନେଇ ସାରିଛି
ବାବୁ ମୁଁ ସତ କହୁଛି ବାବୁ ମୁଁ ଲୋକଟାକୁ ମାରିନି ମତେ ଛାଡ଼ି ଦିଅ ମତେ ମୁଁ ମଣିଷ ମାରିନି ମନୁଷ୍ୟ ମର ଆଜୀବନ କାରାଦଣ୍ଡ ନଚେତ୍ ফাঁসি। বাবু ମୁଁ ତମକୁ ହାତ ଧରୁଛି ବାବୁ ମତେ ଛାଡ଼ି ଦିଅ ନହେଲେ ନହେଲେ ମୋ ଭଉଣୀର ବାହାଘରକୁ ମୁଁ ଯାଇପାରିବି ବାବୁ ମୋର କୋଉଟା ଲୋକଟା ମୁଁ ମଣିଷ ମାରିପାରିବିନି ବାବୁ ମୋ ଭଉଣୀର ବାହାଘର ମୁଁ ଟଙ୍କା ରୋଜଗାର କରିବାକୁ ସହରକୁ ଆସିଥିଲି ଟଙ୍କା ରୋଜଗାର କରିଥିଲି ବାବୁ ହେଲେ ହେଲେ କୁଣ୍ଠା ମାନେ ମତେ ମାରି ମୋ ଟଙ୍କା ସବୁ ଛଡ଼େଇ ନେଇଗଲେ ଟଙ୍କା ନହେଲେ ନାହିଁ ବାବୁ ମୋ ଭଉଣୀକି ଟିକେ ଦେଖି ତ ପାରିବି ମୁଁ ତତେ ଲକ୍ଷେ ଟଙ୍କା ଦେବି ଏତେ ଟଙ୍କା ଠିକ ଅଛି ବାବୁ ବାବୁ ମତେ କ'ଣ କରିବାକୁ ହବ ତୁ ଦେଖିଛୁ ଏଇ ଲୋକଟାକୁ ମୁଁ ମାରିଛି ହେଲେ ପୋଲିସ ଆସିବା ମାତ୍ରେ ତୁ ଏ ଜାଗା ଛାଡ଼ି ପଳେଇବୁ ବାବୁ ଏ ଭୋଜାନଟାକୁ ନେଇ ମୁଁ କ'ଣ କରିବି ଆରେ ବୋକା କୋଉଠିକାର ବାଟରେ ଗଲାବେଳେ କୋଉ କୂଅ ପୋଖରୀ ଦେଖି ପକେଇ ଦେଇଯିବୁ ଆଉ ସଫା ହେଇ ଚାଲିଯିବୁ ଆଚ୍ଛା ବାବୁ ପାରିବି ବାବୁ ମୁଁ ନିଶ୍ଚୟ ପାରିବି ହେଲେ ହେଲେ ମତେ ଟଙ୍କାଟା ଦିଅ ବାବୁ अब वो चलने फेरा नहीं मुझे शांतो मानसी आगे गिरो बाहर हो कि पैसा करो छांची नो पोएचो जहाँ सामने पंगा निये ताकू सहजरे मारे छटपट करी मारे आई मीन तरफ के କୋଉଠି ମର ରହିଛି एडी बोलो सर ଆପଣ ଆପଣ ଏଠି କେତେବେଳେ ପହଞ୍ଚିଲେ ମୁଁ ଏଇ ରାସ୍ତା ଦେଇ ଯାଉଥିଲି ଏ ଲୋକଟାର ଚିତ୍କାର ଶୁଣି ଏଠାରେ ପହଞ୍ଚିଗଲି ହେଲେ ସାର୍ ଏ ଲୋକଟାକୁ ନିର୍ମମ ଭାବରେ ହତ୍ୟା କରାଯାଇଛି ସତରେ ସମସ୍ତେ କୁହନ୍ତି ଏ ଭୁବନେଶ୍ୱର ନୁହେଁ କାହାର କିନ୍ତୁ ଲୋକଟାର ଚିତ୍କାର ଶୁଣି ମୁଁ ଏଟାକୁ ଚାଲି ଆସିଲି ସାର୍ ଦେଖନ୍ତୁ ସାର୍ ଆସାମୀଟା ଗଣ୍ଠିଲି ଛାଡ଼ି ଚାଲି ଆସିଛି ମୁଁ ଏଥର ଆସୁଛି ସାର୍ ଗୌର ଭାଇର ଫଟୋ ତାମାନେ ଭଉଣୀ ବାହାର ପାଇଁ କୋଉଠି ଟଙ୍କା ପାଇନି ସେଇଥିପାଇଁ ସେ ବାଟକୁ ଆବରି ନେଇଛି ସେ କିଏ କହେ ସେ ହୁଣ୍ଡା କିଏ ସହ କହେ ସେ ମୂର୍ଖ ଆରେ ସେଟା ତ ଭାରି ଚାଲା नो ନେଭ ଆସାମୀ ଯେତେ ବି ଅନ୍ତରଙ୍ଗ ହେଉନା କାହିଁକି ମୁଁ ତାକୁ ନିଶ୍ଚିନ୍ତ ଆରେଷ୍ଟ କରିବି ବାରମ୍ବାର ଯେତେ ମନା କଲେବି ସେ ଲେଟ୍ ନାଇଟ୍ରେ ଏମିତି କରୁଛି ସେ ଆଜି ଆସୁ ତାକୁ କହିଦେବି ଏମିତି ଲେଟ୍ ନାଇଟ୍ରେ ଫେରିବନି ଆଉ ସେଦିନ ଜଣେ ଅଜଣା ଲୋକ ଘର ଭିତରକୁ ପଶି ଆସି ଯେଉଁଭଳି ଘଟଣା ଘଟେଇ ଦେଇଗଲା ଏ ଭଗବାନ ଏ ଦୁନିଆରେ ଏମିତି ସବୁ ଅର୍ଦ୍ଧପାଗଳ ଲୋକ ଅଛନ୍ତି ଏ ମା ହେ ଏ ବଦମାସ ସମୟ ଉପରେ ମୁଁ ଭାବିଲି ସେଦିନ ଭଳି ଆଜି ମଧ୍ୟ କୋଉ ପାଗଳ ଆମ ଘର ଭିତରକୁ ପଶି ଆସିଛି ଆରେ ସେଇଥିପାଇଁ ତ ମୁଁ ତାପରେ ବିରକ୍ତ ହେଉଥିଲି ହେ ମା ଘରେ ନୂଆ ବୋହୁଟା ଏକା ଏକା ଛାଡ଼ି ବାହାରେ ଏତେ ସମୟ ବୁଲିବା କ'ଣ ଦରକାର ବାପା ଆପଣ ଏଇଠି ବସନ୍ତୁ ମୁଁ ଆପଣଙ୍କୁ ଚାହା ନେଇ ଆସୁଛି ଆପଣ ପିଅନ୍ତୁ ସିଏ ବୋଧେ ଆସୁଥିବେ ହଁ ରେ ମା ହଁ ଆଜି ସେ ଆସୁ ଆଜି ଆସିଲେ କହିଦେବି ଯଦି ଏମିତି ଲେଟ୍ କରି ଆସିବ ତାହେଲେ ତା ସ୍ତ୍ରୀକି ନେଇ ବାହାରେ ଘର ଭଡ଼ା ଦେଇ ରହିବ ଏଇଟା ସମୟ ରାଜଙ୍କ ଘର ତ ମୁଁ ନିଜେ ସମ୍ରାଟ ରାୟ ଚୌଧୁରୀ ଏଇ କ'ଣ ହେଇଛି ଏଇ ଦେଖନ୍ତୁ ଏ ଆଇଡେଣ୍ଟି କାର୍ଡ ଏ ତ ମୋ ପୁଅ ସମର ଆଇଡେଣ୍ଟି କାର୍ଡ
କ'ଣ ହେଇଛି ସାର୍ ପୋଲିସ ବାବୁ I am sorry, Mr. Rai. ଆପଣଙ୍କ ପୁଅ ସମୟକୁ ମାରି ଦିଆଯାଇଛି। କଥାଟା ଆପଣଙ୍କୁ ଅବିଶ୍ୱାସ ଲାଗିଲେ କଥାଟା ସତ। ଏଇ ଡେଡ୍ ବଡି